ଏହି ଗ୍ଲୁକୋଜ ଇନ୍ସୁଲିନ ମାଧ୍ୟମରେ କୋଷ ମଧ୍ୟକୁ ପ୍ରବେଶ କରି ଆମକୁ ଶକ୍ତି ଯୋଗାଇଥାଏ। ଯେପରିକି କୋଷ ରୂପକ ତାଲାରେ ଏହା ଚାବି ଭଳି କାର୍ଯ୍ୟ କରିଥାଏ। ଏହି ଇନ୍ସୁଲିନ ଅଗ୍ନାଶୟରୁ କ୍ଷରଣ ହୋଇଥାଏ। କୌଣସି କାରଣବଶତଃ ଏହି ଇନ୍ସୁଲିନ ଅଭାବରେ ବା ସେଟା କାର୍ଯ୍ୟଦକ୍ଷତା ଅଭାବରୁ ଗ୍ଲୁକୋଜ କୋଷ ମଧ୍ୟକୁ ପ୍ରବେଶ କରିନପାରି ରକ୍ତରେ ରହିଯାଇଥାଏ। ଏହି ଅବସ୍ଥାକୁ ମଧୁମେହ କୁହାଯାଏ। ଖାଲି ପେଟ ରକ୍ତରେ ଗ୍ଲୁକୋଜର ପରିମାଣ 126 ମିଲିଗ୍ରାମ ଟପିଲେ ବା ଖାଇବାର 2 ଘଣ୍ଟା ପରେ 200 ମିଲିଗ୍ରାମରୁ ଅଧିକ ହେଲେ ମଧୁମେହ ଅଛି ବୋଲି ଜାଣିବ। ଏଥିପାଇଁ ଅତି ଶୀଘ୍ର ଡାକ୍ତରଙ୍କ ପରାମର୍ଶ